ଇମ୍ଫାମାଇନ୍ସ ସୁକିନ୍ଦା ଓ ଚନ୍ଦନମ୍ ସିଡିଏ କଟକ ମିଳିତ ସହଯୋଗରେ ଏକ ଜଙ୍ଗଲ ନିଆଁ ସଚେତନତା ଓ ପ୍ରଶିକ୍ଷଣ ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଟମକା ବନାଞ୍ଚଳ ଅଧୀନସ୍ଥ ରାଇଘାଟି ଗ୍ରାମ ସଂଲଗ୍ନ ପଡ଼ିଆରେ ଅନୁଷ୍ଠିତ ଉକ୍ତ ଶିବିରକୁ ଟମକା ବନାଞ୍ଚଳ ଅଧିକାରୀ ଏସିଏଫ୍ କିଶୋର କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଜଗତରନାଥ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ। ଜଙ୍ଗଲ ମଣିଷ ଜୀବନର ଅବିଚ୍ଛେଦ ଅଙ୍ଗ। ଏଣୁ ମଣିଷ ସଚେତନ ହୋଇ ନିଆଁ ଦାଉରୁ ଜଙ୍ଗଲ ରକ୍ଷା କରିବା ଦିଗରେ ପ୍ରଶାସନକୁ ସହଯୋଗର ହାତ ବଢ଼ାଇବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ପାଣିଗ୍ରାହୀ ମତବ୍ୟକ୍ତ କରିଥିଲେ। ମୁଖ୍ୟ ବକ୍ତା ଭାବେ ଚନ୍ଦନମ୍ ଅନୁଷ୍ଠାନର ସମ୍ପାଦକ ଅବସରପ୍ରାପ୍ତ ଡିଏଫ୍ଓ ଭୀମସେନ ମହାରଣା ଯୋଗଦେଇ ନିଆଁ କବଳରୁ ଜଙ୍ଗଲକୁ କିପରି ଭାବେ ସୁରକ୍ଷା ଦିଆଯାଇପାରିବ ସେ ନେଇ ଉପସ୍ଥିତ ଜନସାଧାରଣଙ୍କୁ ଫଟୋ ଭିଡ଼ିଓ ମାଧ୍ୟମରେ ପ୍ରଶିକ୍ଷିତ କରାଇଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଡିଏଫ୍ଓ ଦୀପକ କୁମାର ଖିଲାର, ପ୍ରବୋଧ ଚନ୍ଦ୍ର ନାୟକ, ଇମ୍ଫାର ବରିଷ୍ଠ ଅଧିକାରୀ ସତ୍ୟ କୈବଲ୍ୟ ଦାସ, ସମରେନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗଦାନ କରି ଜଙ୍ଗଲ ନିଆଁ ନିୟନ୍ତ୍ରଣ ଏବଂ ବନ ସୁରକ୍ଷା ସମିତିର ସଭ୍ୟ ଓ ଗ୍ରାମବାସୀମାନଙ୍କ ଭୂମିକା ସମ୍ବନ୍ଧିତ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ଟମକା ବନପାଳ ମାଣିକ ମୁଣ୍ଡା ଉପସ୍ଥିତ ରହି ଆଦିବାସୀ ଗୀତ ମାଧ୍ୟମରେ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ, ଯାହା ଉପସ୍ଥିତ ଥିବା ସମସ୍ତ ଆଦିବାସୀମାନଙ୍କ ମଧ୍ୟରେ ଲୋକାଦୃତ ହୋଇଥିଲା। ଏହି ଅବସରରେ କଂସ ବନପାଳ ପରେଶ କୁମାର ସାହୁ, ଡୁବୁରି ବନପାଳ ଇପ୍ସିତ ରାୟ ନାୟକ, ବନରକ୍ଷୀ ଶୁଭେନ୍ଦୁ ସୁନ୍ଦର ପାଢ଼ୀ, ଅମାତୁଲ ସାକୁର, ରୁୟା ସିଂ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବନ ସ୍କ୍ୱାଡ୍ ଆଶୁତୋଷ ରଥ, କମଳ ପାତ୍ର, ଚିନ୍ମୟ ପ୍ରଧାନ, ପିଙ୍କୁଲ ସାହୁ, ବିଶ୍ୱନାଥ ବେହେରା, ରଞ୍ଜନ ସାହୁ, ଅକ୍ଷୟ ମହାନ୍ତ ଓ ଅର୍ଜୁନ ଖଟୁଆ ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ। ମୁଁ एसीएफ इनचार्ज टमका रेंज किशोर कुमार पाणिग्राही। आजिकार ये जो इम्फा एवं जंगल विभाग तरफ मिलित निया सचेतनता शिविर ए राईघाटी ग्राम आमर टमका सेक्शन राईघाटी ग्राम अनुष्ठित होता से आम ये जो निया केमती जंगल न लगे आमर पाखापाखि महागीर डीपीएफ, दैता डीपीएफ एवं पाखापाखि जो फूल गछ है कि अन्य जंगल मध्य निया न लगे आम जंगल विभाग तरफ एवं इम्फार आसीथिबा जो ऑफिसर माने सेमानक तरफ लोक मान राईघाट एवं पाखापाखि गाँव लोक मान आम सचेतनता करइलु। से लोक भी इंटरेस्ट नहीं बहुत सचेतन हेले। समस्ते गोटे प्रतिज्ञा कले जे ए वर्ष जंगल आम निया लगाइबु नहीं एवं जंगल को शिकार करने जीवु नहीं एवं गछ मध्य लगाइबु। समस्तंकर ये जो प्रतिज्ञा हमको बहुत खुशी लगिला। तेणुक आजिकार जो सचेतनता शिविर आमर अनुष्ठित होइतिला आमे सफल हबो बोली आमे आशा करू। भीमसेन महाराणा चंदनम तरफ सेक्रेटरी अच्छी एवं आमे इम्फार सौजन्यरू एठारे एक जनसचेतनता कार्यक्रम कलु। जंगल किपरि निया न लागिबो ताहा प्रधान आवश्यकता। से लोक मान सहयोग बिना आमे बा फरेस्ट डिपार्टमेंट लोक मैंने किसी तेणुक जनसाधारण सहयोग को आम काम्य करी आज आलोचना शिविर जंगल निया किपरि नियंत्रण कहीं लगुच एवं जदि लगिगला कौ पदक्षेप मध्यम आम जंगल निया को नियंत्रण कर लोक मान बुझेलु एवं जदि कौन जगह निया लगे ताको सफल भाव में आम प्रतिरोध करें से गाँ लोक मान चंदनम तरफ सरकार तरफ पुरस्कृत कर बंदोबस्त अच्छी किंतु जंगल निया न लगे अच्छी। तेणु आज आम समस्ते आउ थे शपथ नवा जे जंगल आम जंगल निया लगे ना। सत्य कैबल्य दास इम्फा तरफ आम ये सचेतन कार्यक्रम आज आयोजन कर वन्य विभाग एवं
ଚନ୍ଦନଙ୍କ ସହିତ ଆମେ ଆଶା କରୁଛୁ ଏଇ ଯୋଉ ଆୱାରନେସ୍ ପ୍ରୋଗ୍ରାମଟା ଯୋଉ ଆମ ପାଇଁ ହେଇଥିଲା ସେଇଟା ଠିକ ଭାବେ ଯିବ ଏବଂ ଯୋଉ ଲୋକମାନଙ୍କୁ ଆମେ ନେଇକି ଆଜି ଆୱାରନେସ୍ ପ୍ରୋଗ୍ରାମ କରିଛୁ ସେମାନେ ତାକୁ ଆଗକୁ ବଢେଇବେ। ମୋ ନାଁ ମାଣିକ ଫରେଷ୍ଟର ଟଙ୍କା। ସେ ଯୋଉ ସଚେତନତା ଶିବିର ରହିଛି କଣ ଆଭିମୁଖ୍ୟ ରହିଛି? ଆଜି ଆମର ଏଇ ସଚେତନତା କାର୍ଯ୍ୟକ୍ରମ ମୁଖ୍ୟ ଥିଲା ଜଙ୍ଗଲ ନିଆଁ ପ୍ରତିରୋଧକ ସଚେତନତା ଶିବିର ଆମର ଟଙ୍କା ବନାଞ୍ଚଳ ତରଫରୁ ଏବଂ ଇମ୍ଫା ସୌଜନ୍ୟ ତରଫରୁ ମିଳିତ ଭାବରେ ଉଦ୍ୟମ କରାଯାଇ ଆଜି ଏଇ ସଚେତନତା କାର୍ଯ୍ୟକ୍ରମ ଦ୍ୱାରା ଲୋକଙ୍କୁ ଆମେ ରାଇଘାଟି ଗାଁର ଲୋକଙ୍କୁ ଏକତ୍ରିତ କରି କେମିତି ଆମେ ସଚେତନତା ବାର୍ତ୍ତା ପହଞ୍ଚେଇବୁ ସେଇଟା ଆମର ମୁଖ୍ୟ ଲକ୍ଷ୍ୟ ଥିଲା ଏବଂ ଆଗାମୀ ଖରାଦିନରେ ଯୋଉ ପ୍ରକାର ନିଆଁ ଲାଗିବ ନାହିଁ କିମ୍ବା ଲାଗିଲେ ସେ ନିଆଁଟାକୁ କେମିତି ସମସ୍ତେ ମିଳିମିଶି ଗାଁ ଲୋକଙ୍କ ସହିତ ମିଳିମିଶି ନିଆଁକୁ ଆୟତ୍ତ କରିକି ଜଙ୍ଗଲଟାକୁ ନିଆଁଟାକୁ ସୁରକ୍ଷା ଦେବୁ ସେଥିପ୍ରତି ଲୋକଙ୍କୁ ସଚେତନତାର ବାର୍ତ୍ତା ପହଞ୍ଚେଇଲୁ ଏବଂ ଗାଁରେ ପ୍ରତ୍ୟେକ ଲୋକଙ୍କୁ ବି ଜଙ୍ଗଲ ସୁରକ୍ଷା କେମିତି ହବ ଏବଂ ବନ୍ୟଜନ୍ତୁ ସୁରକ୍ଷା କିପରି ହବ ସେ ପ୍ରକାରର ବାର୍ତ୍ତା ଦେଇ ଆଜିର ଏହି ସଚେତନତା ଶିବିରକୁ ସଫଳ ମନୋନୀତ କରୁଛୁ ବୋଲି ଆମେ ଆଶା ରଖୁଛୁ। ଟମ୍କାରୁ ଅଫତାର ଅଲିଙ୍କ ରିପୋର୍ଟ, ମହାଗିରି ନ୍ୟୁଜ୍।